ଏକ ମାମଲାଟି କ'ଣ ଥିଲା? ଏହି ମାମଲା ଜଣେ ରେଲୱେ କର୍ମଚାରୀ ଜୟଚନ୍ଦ୍ର ମିଶ୍ରଙ୍କ ସହ ଜଡ଼ିତ। ସେ ନିଜର ଅସୁସ୍ଥ ମାଙ୍କ ସେବା କରିବା ପାଇଁ 22 ଦିନରୁ ଅଧିକ ସମୟ ଛୁଟିରେ ଯାଇଥିଲେ। ସେ ଛୁଟି ପାଇଁ ଆବେଦନ କରିଥିଲେ ଏବଂ ଟେଲିଗ୍ରାମ ମାଧ୍ୟମରେ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ ବିଭାଗ ତରଫରୁ ତାଙ୍କର ଏହି ଛୁଟି ମଞ୍ଜୁର କରାଯାଇନଥିଲା ଏବଂ ଏହାକୁ ବିନା ଅନୁମତିରେ ଅନୁପସ୍ଥିତ ଅନଅଥରାଇଜ୍ଡ ଆବସେନ୍ସ ବୋଲି ଧରାଯାଇଥିଲା। 2 ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ପୂର୍ବ ନିଷ୍ପତ୍ତି। ଏହି ଘଟଣା ଯୋଗୁଁ ରେଲୱେ ବିଭାଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 2012 ମସିହାରେ ତାଙ୍କୁ ବାଧ୍ୟତାମୂଳକ ଅବସର କମ୍ପଲସରି ରିଟାୟାରମେଣ୍ଟ ଦେଇଥିଲେ ଏବଂ ତାଙ୍କର ଅବସରକାଳୀନ ସୁବିଧା ଓ ପେନ୍ସନ ହ୍ରାସ କରିଦେଇଥିଲେ। ଏହା ବିରୋଧରେ ଶ୍ରୀ ମିଶ୍ର ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ କ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେଠାରେ ନଧନ୍ଧରେ କ୍ୟାଟ୍ ରେଲୱେର ଏହି ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ଶେଷରେ ସେ ଓଡ଼ିଶା ହାଇକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଓଡ଼ିଶା ହାଇକୋର୍ଟଙ୍କ ରାୟ। ଜଷ୍ଟିସ୍ କୃଷ୍ଣ ଏସ୍ ଦୀକ୍ଷିତ ଏବଂ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରେଲୱେ ଏବଂ କ୍ୟାଟ୍ର ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି। ହାଇକୋର୍ଟ ନିଜ ରାୟରେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। କେବଳ ଛୁଟି ନାମଞ୍ଜୁର ହେବା ଅପରାଧ ନୁହେଁ, କୌଣସି କର୍ମଚାରୀଙ୍କ ଛୁଟି ଆବେଦନ ଗ୍ରହଣ ନ ହେବା କାରଣରୁ ସେ ଅନୁପସ୍ଥିତ ରହିଲେ ତାହାକୁ ସ୍ୱତଃପ୍ରବୃତ୍ତ ଭାବେ ଗୁରୁତର କାର୍ଯ୍ୟଚ୍ୟୁତି ବା ବଡ଼ ଅପରାଧ ଗ୍ରେଭ୍ ମିସକଣ୍ଡକ୍ଟ ବୋଲି ଧରାଯାଇପାରିବ ନାହିଁ। ଇଚ୍ଛାକୃତ ଅନୁପସ୍ଥିତି ପ୍ରମାଣିତ ହେବା ଜରୁରୀ। ଯଦି କୌଣସି ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର କିମ୍ବା ପେନ୍ସନ୍ ବନ୍ଦ ଭଳି କଠୋର ଦଣ୍ଡ ଦିଆଯାଏ, ତେବେ ସେହି ଅନୁପସ୍ଥିତିଟି ଇଚ୍ଛାକୃତ ଏବଂ ଜାଣିଶୁଣି ୱିଲଫୁଲ୍ ଆବସେନ୍ସ ଥିଲା ବୋଲି ନିଯୁକ୍ତିଦାତାଙ୍କୁ ପ୍ରମାଣ କରିବାକୁ ପଡ଼ିବ। ଏଠାରେ କର୍ମଚାରୀ ଜଣକ ନିଜ ଅସୁସ୍ଥ ମାଙ୍କ ସେବା ପାଇଁ ବାଧ୍ୟ ହୋଇ ରହିଥିଲେ, ଯାହାକି କୌଣସି ଭୁଲ ଉଦ୍ଦେଶ୍ୟ ନଥିଲା। ପୁରସ୍କାର ଓ ସୁବିଧା ଫେରସ୍ତ। ଅଦାଲତ କହିଛନ୍ତି ଯେ ସମ୍ପୃକ୍ତ କର୍ମଚାରୀ ଜଣକ ପ୍ରାୟ 28 ବର୍ଷ ଧରି ରେଲୱେରେ ସେବା ପ୍ରଦାନ କରିଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବା ଏବଂ ପେନ୍ସନ୍ ବନ୍ଦ କରିବା ଅତ୍ୟନ୍ତ ଅନ୍ୟାୟ ଅଟେ। କୋର୍ଟଙ୍କ ଚୂଡ଼ାନ୍ତ ନିର୍ଦ୍ଦେଶ। ହାଇକୋର୍ଟ ରେଲୱେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ 1 ଜୟଚନ୍ଦ୍ର ମିଶ୍ରଙ୍କୁ ସ୍ୱାଭାବିକ ଅବସର ତାରିଖ ପର୍ଯ୍ୟନ୍ତ କାର୍ଯ୍ୟରେ ଥିବା ଭାବେ ଗଣନା କରାଯାଉ। 2 ତାଙ୍କର ପେନ୍ସନ୍, ଗ୍ରାଚ୍ୟୁଇଟି, ଲିଭ୍ ଏନକ୍ୟାଶମେଣ୍ଟ, ଛୁଟି ବଦଳରେ ଅର୍ଥ ଏବଂ ସମସ୍ତ ଅବସରକାଳୀନ ସୁବିଧାକୁ ପୁନର୍ବାର ହିସାବ କରି ତୁରନ୍ତ ପ୍ରଦାନ କରାଯାଉ। 3 ବାଧ୍ୟତାମୂଳକ ଅବସରଠାରୁ ପ୍ରକୃତ ଅବସର ସମୟ ମଧ୍ୟରେ ଥିବା ସମୟର 50 ବକେୟା ଦରମା ବାକ୍ ୱେଜେସ୍ ମଧ୍ୟ ତାଙ୍କୁ ଦିଆଯାଉ। ସଂକ୍ଷେପରେ କହିଲେ, ବିନା ଅନୁମତିରେ ଛୁଟିରେ ରହିଲେ ବିଭାଗୀୟ ନିୟମ ଅନୁଯାୟୀ ଛୋଟମୋଟ କାର୍ଯ୍ୟାନୁଷ୍ଠାନ ହୋଇପାରେ, କିନ୍ତୁ ଏହା ଆଧାରରେ କାହାର ଚାକିରି ଛଡ଼ାଇ ନିଆଯାଇପାରିବ ନାହିଁ କିମ୍ବା ତାର ପେନ୍ସନ୍ ବନ୍ଦ କରାଯାଇପାରିବ ନାହିଁ।